ମୟୂରଭଞ୍ଜରୁ ହେରେମ୍ବ କିନ୍ନର କହୁଥିଲି। ଆଜି ଆମେ ଆସିଥିଲୁ ସାରଙ୍କ ପାଖକୁ ଏଇଥିପାଇଁ ଯେ ଆମକୁ କୌଣସି ମୌଳିକ ସୁବିଧା ମିଳୁନାହିଁ ଆଉ ଆମର କୌଣସି ଡକୁମେଣ୍ଟସ୍ ବି ସେହି ନାହିଁ, ମାନେ ଠିକରେ ନାହିଁ। ସେଇଟା ପାଇଁ ଆମେ ଆସିଥିଲୁ। ତହସିଲଦାର ସାର୍ ଆମକୁ କଥା ଦେଇଛନ୍ତି ଆଗାମୀ 7 ଦିନ ଭିତରେ ଆମର ସବୁକିଛି ଠିକ କରିକି ଦେବେ ଆଉ ମୌଳିକ ସୁବିଧା ହେଲେ ଆମକୁ ମିଳିବ ବୋଲିକି। ଆମେ ଦାବି ରଖିଥିଲୁ ଆମର ସବୁକିଛି ଡକୁମେଣ୍ଟସ୍ ପୁରା ହଉ, ଆମକୁ ଜମି ମିଳୁ, ଆମକୁ ଘର ମିଳୁ, ଯେମିତି ଗୋଟେ ଆମ ମଣିଷ ପାଇଁ ସବୁକିଛି ଫ୍ୟାସିଲିଟି ଯୋଗାଡ଼ ଅଛି ଆମ ପାଇଁ ବି ସେମିତି ଫ୍ୟାସିଲିଟି ଦିଆଯାଉ। କାହିଁକିନା ଆମେ ବି ତ ଏଠିକାର ଲୋକ କି ଆମେ ବି ମଣିଷ, ଆମକୁ ବି ତ ବାସଗୃହ ଦରକାର, ଆମକୁ ବି ଶିକ୍ଷା ଦରକାର, ଆମକୁ ବି ମେଡିସିନ ଦରକାର, ସବୁ କ୍ଷେତ୍ରରେ ଆମକୁ ବି ଦରକାର, କାହିଁକିନା ଆମେ ବି ମଣିଷ। ତେଣୁକରି ଆମେ ମାଗିବାକୁ ଆସିଥିଲୁ। ସାର୍ ତ ଆମକୁ କହିଲେ ଯେ 7 ଦିନ ଭିତରେ ଆମକୁ ଦେବେ ବୋଲିକି। ଆମେ 7 ଦିନକୁ ଏବେ ଅପେକ୍ଷା କରିକି ବସିଲୁ। ଆଉ କ'ଣ, କାଲି ଆସିବୁ ପୁଣି NSC ମାର୍କେଟ, ମାନେ NSC ପାଖକୁ ଯିବୁ। ଆମର ସେଠି କିଛି କିଛି ଡକୁମେଣ୍ଟସ୍ ଖରାପ ଥିବାରୁ ଆମେ ସେଗୁଡ଼ା ଠିକ କରିବୁ ଆଉ ଆଗକୁ ଆମର କାମ ପ୍ରୋସେସ ବଢ଼ିବ। ଆଧାର କାର୍ଡ଼, ଭୋଟର କାର୍ଡ଼ ଆମେ ସବୁକିଛି ଆପ୍ଲାଏ କରିକି ଆମର ଅଛି, ମୋର କିଛି ପିଲାଙ୍କର ବି ଅଛି, କିନ୍ତୁ ଅଦର ଷ୍ଟେଟ୍ରୁ ଯେଉଁ କିଛି ପିଲା ଆସିକି ଆମ ପାଖରେ କାମ କରିଛନ୍ତି କି ଆମ ପାଖରେ ରହିକି ବାସିନ୍ଦା ହେବା ପାଇଁ ଚାହୁଁଛନ୍ତି, ତାଙ୍କ ପାଇଁ କିଛି ଫ୍ୟାସିଲିଟି ନାହିଁ। ତାଙ୍କ ପାଇଁ ବି ହେଲେ ଆମେ ଫ୍ୟାସିଲିଟି ମାଗିବାକୁ ଆସିଛୁ ଆଉ ଆମେ ନିଜ ପାଇଁ ବି ମାଗୁଛୁ ଯେ ମୟୂରଭଞ୍ଜରେ ମୋର ତ ଜନ୍ମ ଏଇଠି ମୟୂରଭଞ୍ଜରେ, କିନ୍ତୁ ମୋ ପିଲାମାନେ କି ମୋର ସଂସ୍ଥା କିମ୍ବା ଆମର ଯେଉଁ ସଂଗଠନ କିନ୍ନର ଅଛି, ଆମେ 10 ବର୍ଷ ହେଲାନି ମୟୂରଭଞ୍ଜରେ ରହି ଆସୁଛୁ। 10 ବର୍ଷ ଭିତରେ ଆମକୁ କୌଣସି ସୁବିଧା ନାହିଁ। ତହସିଲଦାର ସାର୍ ପ୍ରତିଶ୍ରୁତି ଦେଲେ ଯେ 1 ସପ୍ତାହ ଭିତରେ ତମର ଡକୁମେଣ୍ଟ ସବୁ ପ୍ରୁଫ୍ କରିକି ତମର ସବୁକିଛି ମୌଳିକ ସୁବିଧା ତୁମକୁ ଦିଆଯିବ।